ଭତ୍ତା ଦବା ପାଇଁ ତୁମ ପାଖରେ ଟଙ୍କା ନାହିଁ, ମିଛରେ ଡିମଡିମ ପିଟୁଛ କଣ ନା ଆମେ ଲୋକଙ୍କ ସରକାର। କିଓ ବାବୁ କହିଥିଲ କଣ, କରୁଛ କଣ? ତମେ କହିଥିଲ ଆମ ସରକାର ମାନେ ଭାରତୀୟ ଜନତା ପାର୍ଟିର ସରକାରକୁ ଆସିଲା ପରେ ପ୍ରତ୍ୟେକ ବୃଦ୍ଧ ବୃଦ୍ଧା ମାନଙ୍କୁ 3000 ଟଙ୍କା ଲେଖାଏ ଭତ୍ତା ଦବ ବୋଲି। ଆରେ 3000 ତ ଦୂରର କଥା, ନବୀନ ବାବୁ ଯୋଉ 1000 ଟଙ୍କିଆ ଭତ୍ତା ଦେଇଥିଲେ ତାକୁ ତମେ ଠିକ ଟାଇମ ରେ ଦେଇପାରୁନ। ଆହୁରି କଥା କହୁଛ କଣ ନା ଆମେ ଲୋକଙ୍କ ସରକାର। ଆଉ ଗୋଟେ କଣ ସ୍ୱପ୍ନ ଦେଖାଉଛ ଏବେ ମିଛରେ ଲୋକଙ୍କୁ ନା 2036 ମସିହା ବେଳକୁ ଆମ ରାଜ୍ୟ ସୁନାର ରାଜ୍ୟ ହେଇଯିବ। ଆଜ୍ଞା 2036 ବେଳକୁ ତମେ ଥିବ ନା ଆମେ ଥିବୁ ନା କିଏ ଥିବ? ଯିଏ ଥିବ ସେଟା ଭଗବାନ ହିଁ ଜାଣନ୍ତି, ଆଉ ଯିଏ ନଥିବ ସେଟା ବି ଭଗବାନ ଜାଣନ୍ତି। କିନ୍ତୁ ତମେ ଯୋଉ ମିଛରେ ଡିମଡିମ 2036 ମସିହା ବେଳକୁ ଆମ ସୁନାର ରାଜ୍ୟ ହେଇଥିବ, ସୁନାର ରାଜ୍ୟର ପ୍ରତିଫଳନ ବା ସୁନାର ରାଜ୍ୟର ଟିକେ 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 ଆଭାସ ବର୍ତ୍ତମାନ ଓଡିଶାବାସୀ କୁ ମିଳି ସାରିଛି, ଆଉ ଭୋଗୁଛନ୍ତି ବି। ଆଉ କେମିତି ସୁନାର ରାଜ୍ୟ ଗଠନ ହବ ସେଇଟା ଓଡିଶାବାସୀ ମନେ 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 ହୃଦୟଙ୍ଗମ କରୁଛନ୍ତି। 2036 ମସିହା କିଏ ଦେଖିଛି? 2026 ରେ କଣ ହଉଛି ସେଇଟାକୁ ଦେଖ। ତମେ 2026 ରେ କଣ କରିଛ କଣ କରୁଛ, 2024 ରୁ 2026 କଣ କରିଛ କଣ କରୁଛ ସେଇଟା ବି ଓଡିଶାବାସୀ ଦେଖୁଛନ୍ତି। ଆଉ ମିଛରେ ଓଡିଶାବାସୀଙ୍କୁ ଜମାରୁ ଭ୍ରମିତ କରିବ ନାହିଁ। ଆମେ ଧନ୍ୟବାଦ ଦେବୁ ନବୀନ ବାବୁଙ୍କୁ। ନବୀନ ବାବୁ ଭତ୍ତା 1000 ଟଙ୍କା କରିଥିଲେ, ପ୍ରତ୍ୟେକ ବୃଦ୍ଧ ବୃଦ୍ଧାଙ୍କୁ 1000 ଟଙ୍କା ଲେଖାଏଁ ଭତ୍ତା ଠିକ ଟାଇମ ରେ ଯୋଗେଇ ଦଉଥିଲେ। ଆଉ ତମେ ଆସିଲା ପରେ କେତେବେଳେ 15 ତାରିଖଟା 17 ତାରିଖ ହେଉଛି, 17 ତାରିଖଟା 25 ତାରିଖ ହେଉଛି, ଆଉ ଏବେ ତ ସବୁ ସୀମା ଟପିଗଲ। ତମେ କଥା କୁହା କପିଳା ଭଳି ସବୁ ସୀମା ଟପିଗଲ। କଣ କଲ ନା ଏ ମାସର ଭତ୍ତା ପୁଣି ରଖିଲେଣି କଣ ଆର ମାସକୁ। ଯାହା ଜଣା ପଡୁଛି 2036 ମସିହା ବେଳକୁ ଆପଣ ଏଇ ଯୋଉ କଥା କୁହା ସରକାର, ଲୋକଙ୍କ ସରକାର, 2036 ମସିହା ବେଳକୁ ପ୍ରତ୍ୟେକ ଲୋକଙ୍କର ଭତ୍ତାଟି ଆପଣ ବନ୍ଦ କରିଦେଇଥିବେ। କାହିଁକି? ଆପଣ ତ ଭତ୍ତା ଖଣ୍ଡେ ଦେଇ ପାରୁନାହାନ୍ତି ବୃଦ୍ଧ ବୃଦ୍ଧାଙ୍କୁ, ଆପଣ ଠିକ ଟାଇମରେ ପଇସାଟି ପହଞ୍ଚେଇ ପାରୁନାହାନ୍ତି, ତାଙ୍କ ଔଷଧ ଖର୍ଚ୍ଚ ହଉ କି ତାଙ୍କର ଯାବତୀୟ ଖର୍ଚ୍ଚକୁ ଆପଣ ଯୋଗେଇ ପାରୁନାହାନ୍ତି। ମାତ୍ର 1000 ଟଙ୍କା, କେତେ? ମାତ୍ର 1000 ଟଙ୍କା ଆପଣ ଯୋଗେଇ ପାରୁନାହାନ୍ତି। ଆଉ ଆପଣ 2036 ମସିହାର ସୁନାର ରାଜ୍ୟର ସ୍ୱପ୍ନ କେମିତି ଦେଖାଉଛନ୍ତି? ଆପଣ ତ ଦେଖୁଛନ୍ତି, ହଁ ଆପଣ ଦେଖିପାରିବେ, କିନ୍ତୁ 2036 ଯୋଉ ଓଡିଶାବାସୀଙ୍କୁ ସୁନାର ରାଜ୍ୟର ସ୍ୱପ୍ନଟା ଆପଣ ଜମାରୁ ଦେଖାନ୍ତୁନି। କାହିଁକି ନା ଓଡିଶାବାସୀ ଜାଣିଗଲେଣି, ବୁଝିଗଲେଣି କି ଆପଣ କେତେ ସତ କେତେ ମିଛ, ଆଉ କେତେ ଲୋକଙ୍କ ସରକାର, ଆଉ କେତେ ଲୋକଙ୍କ ପାଇଁ କାମ କରୁଛ ଆଉ ବିକାଶ କରୁଛ, ଓଡିଶାବାସୀ ଭଲ ଭାବେ ବୁଝିଗଲେଣି। ବୁଝିପାରିଲେ ନା ନାଇଁ? ଲୋକଙ୍କ ସରକାର ଆପଣଙ୍କର ମନେ ଅଛି ନା ନାଇଁ ଯେ ଆପଣ କହିଥିଲେ ଇଲେକ୍ସନ ପୂର୍ବରୁ ଆପଣ ଅନେକ ଓଡିଶାବାସୀଙ୍କୁ ଲୋଭ ଦେଖେଇଥିଲେ। କଣ ଦେଖେଇଥିଲେ ନା 300 ୟୁନିଟ୍ ବିଜୁଳି ଦେବା କଥା, ସେପଟେ ବ୍ୟାଟେରୀ ସ୍କୁଟି ଦେବା କଥା, ପ୍ରତ୍ୟେକ ମହିଳା ମାନଙ୍କୁ 50,000 ଟଙ୍କାର ଭାଉଚର ଦେବା କଥା, ଏବଂ ମହିଳା ମାନଙ୍କୁ ଭତ୍ତା ପାଇଁ ପ୍ରତ୍ୟେକ ମାସରେ 1000 ଟଙ୍କା ଦେବା କଥା। କେତେଟା କାମ ଲାଗୁ କରିଛ, କେତେଟା ଦେଇଛ, କେତେ ଲୋକଙ୍କୁ ଦେଇଛ, କେତେ ଜଣ ଏହାର ସୁବିଧା ପାଇଛନ୍ତି ଆପଣ ଜାଣିଛନ୍ତି? ଆପଣ କରି ତ ନାହାନ୍ତି, ଆଉ ଜାଣିବେ କେମିତି? ଆପଣ କହିଥିଲେ ଯେ 300 ୟୁନିଟ୍ ବିଜୁଳି ଦିଆଯିବ, ପ୍ରତ୍ୟେକ ମାସରେ ମହିଳା ମାନଙ୍କୁ 1000 ଟଙ୍କା ଲେଖାଏଁ ଭତ୍ତା ଦିଆଯିବ, ଏକା ସାଙ୍ଗରେ ସମସ୍ତ ମହିଳାକୁ 50,000 ଟଙ୍କାର ଭାଉଚର ଦିଆଯିବ, ଆଉ ଭତ୍ତା 3000 ଟଙ୍କା କରାଯିବ। ତା ଭିତରୁ କୌଣସି ଗୋଟିଏ ବି କାମ ଆପଣ ସୁଚାରୁ ରୂପେ ଠିକ ଭାବରେ ଠିକ ଢଙ୍ଗରେ କରିପାରିନାହାନ୍ତି। ଆଉ ଗୋଟେ ଏପଟେ କଣ କହିଲେ ନା 50,000 ଟଙ୍କାର ଭାଉଚର ଯୋଉ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ତାକୁ 5,000 କରିକି ମହିଳା ମାନଙ୍କୁ ଦଉଛନ୍ତି। ସିଏ ପୁଣି ସବୁ ମହିଳାଙ୍କୁ ନୁହଁ, ସିଏ ପୁଣି ପ୍ରତ୍ୟେକ ମହିଳାଙ୍କୁ ନୁହଁ, କେବଳ ବଛା ବଛା। ଆଉ ମିଛରେ ଡିମଡିମ ପିଟୁଛ କଣ? ଏତେ 1000 ମହିଳା, ଏତେ ଲକ୍ଷ ମହିଳା ଲକ୍ଷପତି ଦିଦି ହେଇଗଲେ। ଆଜ୍ଞା ଗୋଟିଏ ଲକ୍ଷପତି ଦିଦିକୁ ଆପଣ ଆଣିକି ସାମ୍ନାରେ ଠିଆ କରନ୍ତୁ। ଛାଡ ସିଏ ଯାହା ହଉଛି ହଉ, ତେଣୁକରି ପରିଶେଷରେ ଲୋକଙ୍କ ସରକାରକୁ ଏତିକି ଅନୁରୋଧ କରିବୁ, ଯାହା କହୁଛ ସେୟା କର। ଯଦି କରିପାରୁନ ତାହେଲେ ଲୋକଙ୍କୁ ମିଛରେ ଭ୍ରମିତ କରନି। ଆପଣ ଭତ୍ତା ଦେଇପାରିବେ, ଆର ମାସରେ ନିଶ୍ଚୟ ଦେଇପାରିବେ, କିନ୍ତୁ ଏବେ ଦେଇପାରିବେନି। କାହିଁକି କହିଲେ? ଆର ମାସକୁ ଏଇଥିପାଇଁ ଦେବେ, ବର୍ତ୍ତମାନ କ୍ଷୀରରୁ ଆପଣ ଯେତିକି ଲୁଟୁଛନ୍ତି, କାହିଁକି ନା କ୍ଷୀରର ଦାମ ଟି ବଢେଇ ଦେଇଛନ୍ତି ଆପଣ। କ୍ଷୀରରୁ ଯେତିକି କଲେକ୍ସନ ହବ ତାପରେ ଆପଣ ଆସି ଭତ୍ତାଟି ଦେଇଦେବେ। ଆଉ ଗୋଟେ କଥା କହିବି, ଯେତେବେଳେ ନେକ୍ସଟ କିସ୍ତି ସୁଭଦ୍ରା ଯୋଜନା ଦେବାର କିସ୍ତି ଆସିବ, ଯୋଉ ଲକ୍ଷପତି ଦିଦି କରିବାର ଯୋଉ ସ୍ୱପ୍ନ ଦେଖେଇଛନ୍ତି ମିଛରେ ଓଡିଶାର ମା ମାନଙ୍କୁ, ମହିଳା ମାନଙ୍କୁ, କେତେ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରିଛ ସେଇଟା ତ ଆମେ ଜାଣିନୁ, କିନ୍ତୁ ତମେ ତମର ଲୋକଙ୍କ ସରକାରରେ ସାର୍ଟିଫିକେଟ ରଖିକି ଭଲ ମନ୍ଦ କରିକି ତମେ ସବୁ କରିସାରିଲଣି। ସେ ଯାହା ହଉ,
କିନ୍ତୁ ଯେତେବେଳେ ନେକ୍ସଟ ଟାଇମ ସୁଭଦ୍ରା କିସ୍ତିଟି ଦବ ସେତେବେଳେ ଆଉ କଣ 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 ସବୁ ରେଟ୍ ବଢେଇବ ଟିକେ ଆମକୁ ଜଣେଇବେ। ଆମକୁ ଜଣେଇଲେ ଆମେ ଲୋକଙ୍କ ସରକାର ଆଉ 2036ର ସୁନାର ଓଡ଼ିଶାର ସ୍ୱପ୍ନକୁ ଆମେ ଦେଖେଇକି ଆମେ ପ୍ରଦର୍ଶନ କରିକି ଆମେ ଲୋକଲୋଚନକୁ ଆଣିବୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।